ମାୟା କହିବେ ଯେ ମୋ ରୁଲକୁ ଭାଙ୍ଗିଛି ତାକୁ ମୁଁ କେବେ ବି କ୍ଷମା କରିପାରିବିନି। ଆଜି ତୁ ସତରେ ମୋ ପୁଅ କି ନାହିଁ ସେ କଥା ପ୍ରମାଣ କରିବାର ସମୟ ଆସିଯାଇଛି ଆଦର୍ଶ। ଆଜି ଯଦି ତୁ ପଲ୍ଲବୀ କି ସାଙ୍ଗରେ ଧରି କିଚେନକୁ ଏଣ୍ଟର କରୁ ତାହେଲେ ମୁଁ ବୁଝିଯିବି ଯେ ତୁ ମୋ ପୁଅ ନୁହେଁ। ତାପରେ ମମତା କହିବେ ଦିଦି ତମେ କି କଥା କହୁଛ? ଗୋଟେ ଛୋଟ କଥା ପାଇଁ ତମେ ତମ ମା ପଣିଆକୁ ବାଜିରେ ଲଗାଉଛ। ମାର ମମତାକୁ ନେଇ ତମେ ଜୁଆ ଖେଳିବାକୁ ବସିଛ। ତାପରେ ମାୟା କହିବେ ଇଏ ଜୁଆ ଖେଳ ନୁହେଁ ମମତା, ଇଏ ମୋ ମା ପଣିଆର ଅଗ୍ନି ପରୀକ୍ଷା। ମୁଁ ବି ଜାଣିବାକୁ ଚାହୁଁଛି ଯେ ମୁଁ ଆଦର୍ଶର ପ୍ରକୃତ ମା ହେଇପାରିଛି କି ନାହିଁ। ତାପରେ ଆନନ୍ଦ କହିବେ ମାୟା ଏସବୁ ପାଗଲାମି ବନ୍ଦ କର। ପୁଣି ମାୟା କହିବେ ନାଇଁ ଆନନ୍ଦ, କଥା ଏତେ ବାଟ ଚାଲି ଆସିଲାଣି ଯେତେବେଳେ ଆଜି ଏ କଥା ପ୍ରମାଣ ହେଇଯିବା ନିହାତି ଦରକାର। ତାପରେ ଆଦର୍ଶ ମାୟାକୁ କହିବେ ଗୋଟେ ମା ତା ସନ୍ତାନର ଖୁସି ପାଇଁ ଦୁନିଆର ସବୁ ସୀମା ଲଙ୍ଘନ କରିଯାଏ। ଏଇଟା ମୁଁ ଶୁଣିଥିଲି ମା, କିନ୍ତୁ ମା ତା ଜିଦ୍ ପାଇଁ ତା ସନ୍ତାନର ଖୁସିକୁ ନିଜ ପାଦ ତଳେ ଦଲିକି ଏକଥା ମୁଁ ନିଜ ଆଖିରେ ଦେଖୁଛି ମା। ତମେ ତମ ମାର ମମତାକୁ ବ୍ୟବହାର କରି ମତେ ଇମୋସନାଲି ବ୍ଲାକମେଲ କରିବାକୁ ବାହାରିଛ। ସାରା ଦୁନିଆ ଜାଣିଛି ମା କି ମୁଁ ତୁମକୁ ଭଲ ପାଏନି, ବରଂ ଦେବୀ ଭଳିଆ ପୂଜା କରେ ମା। କ୍ଷମା କରିବ। ତମ ପୁଅ ହିସାବରେ ତମ ପାଇଁ ମୋର ଯେତିକି କର୍ତ୍ତବ୍ୟ ଅଛି ଠିକ ସେତିକି ପଲ୍ଲବୀଙ୍କ ହଜବେଣ୍ଡ ହିସାବରେ ତାଙ୍କ ପାଇଁ ମୋର ସେତିକି କର୍ତ୍ତବ୍ୟ ଅଛି, ଯାହା ମତେ ଏବେ ତୁଲେଇବାକୁ ପଡୁଛି। ଆଉ ଏ କଥା ମୁଁ ପ୍ରଥମରୁ ନିଷ୍ପତ୍ତି ନେଇ ସାରିଛି ମା। ପଲ୍ଲବୀ ଏ ଘରେ ଯେତିକି କଷ୍ଟ ସହିବା କଥା ସହିଗଲି ମା, କିନ୍ତୁ ଏବେଠୁ ମୁଁ ତାଙ୍କୁ ଟିକେ ବି କଷ୍ଟ ଦେବାକୁ ଚାହେଁନି। ଟିକେ ବି କଷ୍ଟ ନୁହେଁ। ପଲ୍ଲବୀ କିଚେନକୁ ଯିବେନି ତ ତମେ ଏଇଆ ଚାହୁଁଛ ନା? ତାହେଲେ ଆଜି ପରଠୁ ମୁଁ ବି କିଚେନରେ ପାଦ ରଖିବିନି। ଆଉ ଯୋଉଦିନ ପଲ୍ଲବୀଙ୍କୁ ଏ ଘରେ ଖାଇବା ମିଳିବନି ସେଦିନ ମୁଁ ବି ଉପାସ ଶୋଇବି ମା। ମୁଁ କହିଥିଲି ନା ଆଜି ପରଠୁ ପଲ୍ଲବୀଙ୍କ ସହିତ ଯାହା ହବ ସେ କଥା ମୋ ସହିତ ବି ହବ। ଆଉ ମୁଁ ବି ଦେଖିବି ମା ଆଉ ମମତା ଆଉ ପୁଅର କର୍ତ୍ତବ୍ୟ ବୋଧରେ ବାଜି କିଏ ଜିତୁଛି ଆଉ କିଏ ହାରୁଛି। ଏମିତି କହି ଆଦର୍ଶ ପଲ୍ଲବୀ ପାଖକୁ ଯାଇ କହିବେ ଚାଲ ପଲ୍ଲବୀ ଆମେ ରୁମକୁ ଯିବା। ତାପରେ ପଲ୍ଲବୀ କହିବେ ନାଇଁ ଆଦର୍ଶ, ତମକୁ ବହୁତ ଜୋରରେ ଭୋକ ଲାଗୁଥିଲା, ତମେ ଯାଅ ଖାଇବ, ସାନମା ବାଢିକି ଦେବେ। ତାପରେ ଆଦର୍ଶ କହିବେ ମୋ ଭୋକ ମରି ସାରିଲାଣି ପଲ୍ଲବୀ, ମତେ ଆଉ ଖାଇବାକୁ ଇଚ୍ଛା ନାହିଁ, ଆସ ଯିବା। ପୁଣି ପଲ୍ଲବୀ କହିବେ ନାଇଁ ଆଦର୍ଶ, ମୁଁ ଏସବୁ ଚାହେଁନି। ମତେ ତମ ଭଲ ପାଇବା ଈଶ୍ୱରଙ୍କ ବରଦାନ ରୂପେ ମିଳିଛି। ମାମା ତମ ମା, ତମେ ତାଙ୍କ କଥା ଶୁଣ। ମୋ ପାଇଁ ତମେ ଚିନ୍ତା କରନି ଆଦର୍ଶ। ତାପରେ ଆଦର୍ଶ କହିବେ ମୁଁ କହିଲି ନା ପଲ୍ଲବୀ ମୋର ଖାଇବାକୁ ଇଚ୍ଛା ନାହିଁ। ଆଜି ତମକୁ ଏ ଘରେ ଖାଇବାକୁ ମିଳିନି ମାନେ ମୁଁ ବି ସାରା ଦିନ ଉପାସ ଶୋଇବି। ଆସ ରୁମକୁ ଯିବା। ଏମିତି କହି ଆଦର୍ଶ ପଲ୍ଲବୀର ହାତକୁ ଧରି ଚାଲିଯିବେ।